ଭବିଷ୍ୟତରେ ଆମ ରାଜ୍ୟ ଓଡ଼ିଶା କେବେ ଭାରତଠାରୁ ଅଲଗା ହୋଇପାରିବ କି? ଏହାର ଉତ୍ତର ପାଇବାକୁ ହେଲେ ପ୍ରଥମେ ଭାରତ ସମ୍ବିଧାନର ଆର୍ଟିକଲ 1 ବା ଧାରା 1କୁ ଜାଣିବାକୁ ହେବ। ଧାରା 1 ଅନୁସାରେ ଇଣ୍ଡିଆ, ଯାହାକୁ ଭାରତବର୍ଷ ବୋଲି କୁହାଯାଏ, ତାହା ରାଜ୍ୟମାନଙ୍କର ଏକ ସଂଘ ଅଟେ। ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ ସେଲ୍ ବି ଏ ୟୁନିୟନ ଅଫ୍ ଷ୍ଟେଟ୍ସ। ୟୁନିୟନ ଅଫ୍ ଷ୍ଟେଟ୍ସ ଅର୍ଥ ଯେତେବେଳେ ଗୋଟିଏ ଦେଶ ନିଜର ଶାସନକୁ ସରଳ ଓ ସୁଗମ କରିବା ପାଇଁ ନିଜକୁ ଛୋଟ ଛୋଟ ରାଜ୍ୟ କିମ୍ବା ଅଞ୍ଚଳରେ ଭାଗ କରେ, ସେହି ସିଷ୍ଟମ ବା ପଦ୍ଧତିକି ୟୁନିୟନ ଅଫ୍ ଷ୍ଟେଟ୍ସ କୁହାଯାଏ। ଏହାର ବଡ଼ ଉଦାହରଣ ହେଉଛି ଭାରତ। ଏଥିରେ 28ଟି ରାଜ୍ୟ ଓ 8ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ଓ ଭବିଷ୍ୟତରେ ଯେକୌଣସି ଅର୍ଚ୍ଚିତ ଭୂମି ମଧ୍ୟ ସମ୍ମିଳିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାରେ ୟୁନିୟନ ଅଫ୍ ଷ୍ଟେଟ୍ସର ବିପରୀତ ପଦ୍ଧତି ଅର୍ଥାତ୍ ଫେଡେରାଲ ଷ୍ଟେଟ୍ସ ରହିଛି। ଯେତେବେଳେ ଛୋଟ ଛୋଟ ସ୍ୱାଧୀନ ରାଜ୍ୟ ବା ଅଞ୍ଚଳ ଏକ ଚୁକ୍ତି ବା ବୁଝାମଣା ଦ୍ୱାରା ଏକାଠି ହୋଇ ଏକ ବଡ଼ ଦେଶ ବା ରାଷ୍ଟ୍ର ଗଠନ କରନ୍ତି, ତାକୁ ଫେଡେରାଲ ଷ୍ଟେଟ୍ସ କୁହାଯାଏ। ଏହାର ବଡ଼ ଉଦାହରଣ ହେଉଛି 50ଟି ସ୍ୱତନ୍ତ୍ର ଦେଶ ଏକାଠି ହୋଇ ଯୁକ୍ତରାଷ୍ଟ୍ର ଆମେରିକା ବା ୟୁଏସ୍ଏର ଗଠନ କରିଛନ୍ତି। ସାଧାରଣତଃ ଛୋଟ ଛୋଟ ସ୍ୱାଧୀନ ଦେଶ ନିଜକୁ ସୁରକ୍ଷା ଦେବା ପାଇଁ ଏକ ବଡ଼ ରାଷ୍ଟ୍ର ସହିତ ଏହି ଚୁକ୍ତି ମାଧ୍ୟମରେ ମିଶିଥାନ୍ତି। କିନ୍ତୁ ଭାରତରେ ପାର୍ଲାମେଣ୍ଟ ବା ସଂସଦ ଦ୍ୱାରା ନୂତନ ରାଜ୍ୟ ଗଠନ, 2 ବା ଅଧିକ ରାଜ୍ୟର ମିଶ୍ରଣ, କୌଣସି ରାଜ୍ୟର ସୀମା ଓ କ୍ଷେତ୍ରଫଳର ବୃଦ୍ଧି କିମ୍ବା ହ୍ରାସ କରିବାର ବ୍ୟବସ୍ଥା ରହିଛି। ତେଣୁ ଓଡ଼ିଶା କିମ୍ବା କୌଣସି ରାଜ୍ୟ ଭାରତରୁ ଅଲଗା ହୋଇପାରିବ ନାହିଁ, କାରଣ ଭାରତୀୟ ସମ୍ବିଧାନ କୌଣସି ରାଜ୍ୟକୁ ଏହିପରି ଶକ୍ତି ଦେଇନାହିଁ। ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଅନୁସାରେ ଇଣ୍ଡିଆ ଇଜ୍ ନଟ୍ ଏ ଫେଡେରେସନ୍ ଅଫ୍ ଷ୍ଟେଟ୍ସ, ଇଟ୍ ଇଜ୍ ଇନଡେଷ୍ଟ୍ରକ୍ଟିବୁଲ ୟୁନିୟନ। ଭାରତୀୟ ସମ୍ବିଧାନର ଏପରି ସୁନ୍ଦର ବ୍ୟବସ୍ଥା ପାଇଁ ଜୟ ଅଖଣ୍ଡ ଭାରତ ଲେଖନ୍ତୁ। ଆଗାମୀ ସୁନ୍ଦର ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।